ମାନେ କେମିତି ଅଛ ସମସ୍ତେ? ବହୁତ ଭଲ। ଆଚ୍ଛା, କଣ ସବୁ ଖାଇକି ଆସିଛ? ରୁନି କହିଲୁ ଭାତ। ଆଚ୍ଛା, ସୀତା ରୁଟି। ବହୁତ ବଢିଆ। ଅଞ୍ଜନ ଚାଉମିନ ଖାଇଛୁ? ସକାଳୁ ସକାଳୁ ଚାଉମିନ ଖାଇକି ଆସିଛୁ? ଆଚ୍ଛା, ବହୁତ ବଢିଆ। ଆଚ୍ଛା, କହିଲେ ଦେଖି ପିଲେ ତୁମ କ୍ଲାସରେ ପ୍ରଥମ କିଏ ହୁଏ? ରବିନ ହୁଏ। ଆଚ୍ଛା, ଦ୍ଵିତୀୟ ସୀତା। ବହୁତ ବଢିଆ। ତୃତୀୟ ଟିନା। ଆଚ୍ଛା, ବହୁତ ବଢିଆ। 3 ଜଣ ପାଇଁ ତାଳି ମାରିଲ। ଭେରି ଗୁଡ୍। ପିଲେ ଯୋଉ ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ ତୁମେ ମାନେ ହୁଅ, ତାହାକୁ କଣ କହିଥାଉ ଆମେ ଜାଣିଛ? ଆଚ୍ଛା, ତ ସେହି ବିଷୟରେ ଆମେ ପଢିବା ପିଲେ, ତାହାକୁ ଆମେ କଣ କହିଥାଉ? ତୁମ ତୃତୀୟ ଶ୍ରେଣୀର ଗଣିତ କୁହ ବିଷୟର ପ୍ରସଙ୍ଗ ସ୍ଥାନ ଜାଣିବା ବିଷୟରେ ଆଜି ଆମେ ଆଲୋଚନା କରିବା। ପିଲେ ଭିଡିଓ ଦେଖି ସାରିବା ପରେ ତୁମେ କଣ ଜାଣିବ କହିଲ? ତୁମେ କାହାର କେଉଁ ସ୍ଥାନ ତଥା ପୂରଣବାଚକ ସଂଖ୍ୟା ସହିତ ପରିଚିତ ହେବ। ଆସ ପିଲାଙ୍କ ସ୍ଥାନ ଜାଣି। ଦେଖ ପିଲେ, ଏଇଠି 5ଟି ପିଲାଙ୍କ ଚିତ୍ର ଅଛି। ଦେଖୁଛ 5ଟି ପିଲା, ଛୋଟରୁ ବଡ କ୍ରମରେ ସେମାନଙ୍କୁ ରଖାଯାଇଛି। ଦେଖ, ଛୋଟ ପିଲାଟେ ଠିଆ ହେଇଛି। ସମସ୍ତେ ବିଭିନ୍ନ ପୋଜିସନରେ ଏଇଠି ଠିଆ ହେଇଛନ୍ତି। ତ ତାଙ୍କର ସ୍ଥାନ କଣ ଜାଣିବା। ପ୍ରଥମ ପିଲାର ସ୍ଥାନଟି କଣ କହିଲ? ପ୍ରଥମ। ତା ପର ପିଲାଟିର ଦ୍ଵିତୀୟ। ତାପରେ କିଏ ଠିଆ ହେଇଛି? ନା ତୃତୀୟ ପିଲାଟି ଠିଆ ହେଇଛି। ତାପରେ ଚତୁର୍ଥ। ତାପରେ ପଞ୍ଚମ। ଦେଖ ପିଲେ, ବଡରୁ କ୍ରମରେ ପିଲାମାନେ ଠିଆ ହେଇଛନ୍ତି କିମ୍ବା ଛୋଟରୁ ବଡ କ୍ରମରେ ପିଲା ଠିଆ ହେଇଛନ୍ତି। ତ ସେଇ ଅନୁସାରେ ଆମେ ଯଦି ଦେଖିବା, ଛୋଟରୁ ବଡକୁ ଯଦି ଆମେ ଯିବା, ଦେଖ ପ୍ରଥମ ପିଲାର ସ୍ଥାନାଙ୍କ ହେଉଛି ପ୍ରଥମ। ଯେ ସେକେଣ୍ଡ ନମ୍ବରରେ ବା ସେକେଣ୍ଡ ପୋଜିସନରେ ଠିଆ ହେଇଛି, ସେ ହେଉଛି ଦ୍ଵିତୀୟ। ଏଇଭଳିଆ ତୃତୀୟ, ଚତୁର୍ଥ, ପଞ୍ଚମ। ଯେଉଁ ବସ୍ତୁ ବା ପଦାର୍ଥ ତାର ସ୍ଥାନ ଅନୁଯାୟୀ ସେମାନେ କିଛି ଜାଗା ଅଧିକାର କରିଥାନ୍ତି, ଆଉ ସେ ବସ୍ତୁର ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନ ରହିଥାଏ, ଯେଉଁଟା କି ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ହିସାବରେ ତାକୁ ଆମେ ଗଣିଥାଉ ବା ସଂଖ୍ୟାରେ ତାକୁ ପରିଚିତ କରିଥାଉ। ବସ୍ତୁକୁ ଯେତେବେଳେ ସଂଖ୍ୟାରେ ପରିଚିତ କରିଥାଉ, ତାହା ହେଉଛି ସ୍ଥାନାଙ୍କ। ପୂର୍ବ ଚିତ୍ର ଆଧାରିତ କିଛି ପ୍ରଶ୍ନ ପଚାରିବି ତମକୁ। ଆଚ୍ଛା, ସବୁଠାରୁ ଛୋଟ ପ୍ୟାଣ୍ଟ ପିନ୍ଧିଥିବା ପିଲାଟି କେଉଁ ସ୍ଥାନରେ ଠିଆ ହେଇଛି? ପଞ୍ଚମ ସ୍ଥାନରେ। ଭେରି ଗୁଡ୍। ହାତ ଯୋଡି ଠିଆ ହୋଇଥିବା ପିଲାଟି କେଉଁ ସ୍ଥାନରେ ଠିଆ ହେଇଛି? ଦ୍ଵିତୀୟ ସ୍ଥାନରେ। ଆଚ୍ଛା, ବହୁତ ବଢିଆ, ତମେ ସବୁ ଦେଖୁଛ। ଚତୁର୍ଥ ସ୍ଥାନରେ ଠିଆ ହୋଇଥିବା ପିଲାଟି କେଉଁ ରଙ୍ଗର ସାର୍ଟ ପିନ୍ଧିଛି? ଲାଲ ରଙ୍ଗର। ବହୁତ ବଢିଆ, ତୁମେ ସବୁ ଅବଜର୍ଭ କରୁଛ ନାଇଁ? ଆଚ୍ଛା, ଆସ ଆମେ ଜାଣିବା। ଦେଖ ପିଲେ, ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ ଆଦିକୁ ପୂରଣବାଚକ ସଂଖ୍ୟା କହନ୍ତି। ପ୍ରତ୍ୟେକ ପୂରଣବାଚକ ସଂଖ୍ୟା ଗୋଟିଏ ସ୍ଥାନ ବା ନିର୍ଦ୍ଦିଷ୍ଟ ସ୍ଥାନକୁ ବୁଝାଏ। ମୁଁ ତୁମମାନଙ୍କୁ କହିଲି, କୌଣସି ବସ୍ତୁ ବା କୌଣସି ପଦାର୍ଥ ହଉ, ସେ ତାର ସ୍ଥାନ ଅଧିକାରୀ କରିଥାଏ। ସ୍ଥାନ ଅନୁଯାୟୀ ତାକୁ ଯଦି ଆମେ ସଂଖ୍ୟାରେ ପରିଚିତ କରିବା, ତେବେ ସେ ତାର ସ୍ଥାନାଙ୍କକୁ ବୁଝାଇଥାଏ। ଦେଖ, ବେଡଟି ତମେ ଦେଖିଲ, ଏଠି ବେଡର ଚିତ୍ର ଅଛି। ତାପରେ ଅଛି ବଲର, ତାପରେ ଅଛି କାରର, ତାପରେ ଅଛି ତମର କାହାର?
ପେନ୍ ର ଲାଷ୍ଟ ତମେ ଦେଖୁଛ ଟେଡିଟି ଅଛି। କହିଲୁ ରୀତା କାର୍ ଟା କୋଉ ପୋଜିସନ ରେ ଅଛି ବା କେତେ ସ୍ଥାନରେ ଅଛି? ତୃତୀୟ ସ୍ଥାନରେ। ଆଚ୍ଛା ବହୁତ ବଢିଆ। ଦେଖ ବେଟ୍ ର ସ୍ଥାନାଙ୍କ ହଉଛି ପ୍ରଥମ, ବଲ୍ ର ଦ୍ଵିତୀୟ। ଆଚ୍ଛା ସବୁ ଜାଣିଦେଲ। କାର୍ଟି ତୃତୀୟ, ପେନ୍ ଚତୁର୍ଥ ଏବଂ ଟେଡିଟି ପଞ୍ଚମ। ଆସ ଆଉ କେତେକ ପୂରଣ ବାଚକ ସଂଖ୍ୟା ଜାଣିବା। ଦେଖ ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ, ନବମ, ଦଶମ, ଏକାଦଶ, ଦ୍ୱାଦଶ, ତ୍ରୟୋଦଶ, ଚତୁର୍ଦଶ, ପଞ୍ଚଦଶ। ଦେଖିଲ ଆମେ ପ୍ରଥମ ଠାରୁ ପଞ୍ଚଦଶ ପର୍ଯ୍ୟନ୍ତ ଆମେ ପୂର୍ବବାଚକ ସଂଖ୍ୟା ଗୁଡ଼ିକୁ ଆମେ ନିର୍ଦ୍ଧାରଣ କଲେ। ଆସ ଆମେ ଆଉ କିଛି ସଜାଡ଼ିବା। ଦେଖ ପିଲେ ଏଇଠି ତମର କାଠର ରେକ୍ ଗୁଡ଼ିକ ଅଛି। କେତୋଟି ରେକ୍ ଅଛି ଗଣିଲ ଦେଖି? ପ୍ରଥମ ରେକ୍, ଦ୍ଵିତୀୟ, ତୃତୀୟ, ଚତୁର୍ଥ ଏବଂ ପଞ୍ଚମ। ଦେଖ ସ୍ଥାନ ଅନୁଯାୟୀ ମଧ୍ୟ ରେକ୍ ଗୁଡ଼ିକୁ ସଜା ହୋଇଛି। ପ୍ରଥମ ଥାକରେ ପାଣି ଗିଲାସ ଅଛି, ଦ୍ୱିତୀୟ ଥାକରେ କଳସୀ ଅଛି, ତୃତୀୟ ଥାକରେ ପାଣି ବୋତଲ ଅଛି। ଚାଲ ରଖିଦେବା ମିଳିମିଶି। ଏଇ ଜିନିଷ ଗୁଡ଼ିକ ପ୍ରତ୍ୟେକ ଥାକରେ ଅଛି, ତାହାକୁ ଆମେ ସଜାଡ଼ିକି ରଖିବା। ପାଣି ଗିଲାସ ରଖା ହେଲା, କଳସୀ ରଖା ହେଇଛି, ପାଣି ବୋତଲ ରଖା ହେଲା। ଚତୁର୍ଥ ଥାକରେ କଣ ଅଛି? ପାଣି ବାଲ୍ଟି। ପଞ୍ଚମ ଥାକରେ ଅଛି ଗରା। ସବୁଥିରୁ ଆମେ ପିଉଥିବା ପାଣି। ଖରା ହେଲେ ଆମେ ଏଇ ସବୁ ଜିନିଷରୁ ଆମେ ପାଣି ବୋତଲ, ଆମର ଗରା, ବାଲ୍ଟି, ଗିଲାସ ଏସବୁରେ ଆମେ ପାଣି ପିଇଥାଉ। ତେଣୁକରି ଦେଖ ସ୍ଥାନ ଅନୁଯାୟୀ ପ୍ରତ୍ୟେକ ଜିନିଷକୁ ଆମେ ସଜାଡ଼ି ରଖିଛେ ବା ଆମେ ତାର ସ୍ଥାନାଙ୍କକୁ ନିର୍ଦ୍ଧାରଣ କରିଛେ। ତ ଇଏ ହଉଛି ପିଲେ ଆମର ସ୍ଥାନାଙ୍କ ଉପରେ ଆମେ ପରିଚିତ ହେଲେ।